2024 ମୋ ପୁଅ ହତ୍ୟା କରାଯାଇଥିଲା ବିନା କାରଣରେ। ତେଣୁକରି ମୋ ପୁଅର କାଲି କୋର୍ଟ ଶୁଣାଣି ଥିଲା। ଜଜ୍ ସାହେବ ଦେଲେ ଆଜୀବନ, କିନ୍ତୁ ଫାଶୀ ଦେଇଥିଲେ। ଆମେ ଚାଙ୍ଗୁଡ଼ା ଗ୍ରାମବାସୀ ଓ ଚାଙ୍ଗୁଡ଼ା ଯେଉଁ ଚଣ୍ଡିପଡ଼ା ବ୍ଲକ ବାଲା ଟିକେ ଆହୁରି ଖୁସି ହେଇଥାନ୍ତି। ପୋଲିସ ତରଫରୁ ତାଙ୍କର ଖୁବ୍ ଶୀଘ୍ର ଚାର୍ଜସିଟ୍ ଦାଖଲ ହୋଇଛି ଏବଂ 24 ମସିହାର କେସ୍ ଆଜି 25 ମସିହା ଶେଷ ହେଇଛି। ଅଳ୍ପ ଦିନ ଭିତରେ ଏଇ ଯେଉଁ ସଜା ହେଇଛି, ମୁଁ ସେଥିପାଇଁ ଥାନା, ସରକାରୀ ଓକିଲ ଏବଂ କୋର୍ଟକୁ ମଧ୍ୟ ସମସ୍ତଙ୍କୁ ସାଧୁବାଦ ଜଣାଇବି। ମୋ ନାଁ ନରହରି ମାଝୀ, ଘର ଚାଙ୍ଗୁଡ଼ିଆ ଗ୍ରାମରେ। 4/11/2024 ମୋ ପୁଅ ହତ୍ୟା କରାଯାଇଥିଲା ବିନା କାରଣରେ। ତେଣୁକରି ମୋ ପୁଅର କାଲି କୋର୍ଟ ଶୁଣାଣି ଥିଲା। ଜଜ୍ ସାହେବ ଦେଲେ ଆଜୀବନ, କିନ୍ତୁ ଫାଶୀ ଦେଇଥିଲେ। ଆମେ ଚାଙ୍ଗୁଡ଼ା ଗ୍ରାମବାସୀ ଓ ଚାଙ୍ଗୁଡ଼ା ଯେଉଁ ଚଣ୍ଡିପଡ଼ା ବ୍ଲକ ବାଲା ଟିକେ ଆହୁରି ଖୁସି ହେଇଥାନ୍ତି। ମୁଁ କହିବି ଏଇ ଯେଉଁ ପଦକ୍ଷେପ ନିଆଯାଇଛି ଜିଲ୍ଲା ଦୌରା ଜଜ୍ଙ୍କ ତରଫରୁ, 24 ମସିହାର କେସ୍ ଏତେ ଶୀଘ୍ର ସଜା ଶୁଣାଣି ହୋଇଛି ଆଉ ପୋଲିସ ତରଫରୁ ତାଙ୍କର ଖୁବ୍ ଶୀଘ୍ର ଚାର୍ଜସିଟ୍ ଦାଖଲ ହୋଇଛି ଏବଂ 24 ମସିହାର କେସ୍ ଆଜି 25 ମସିହା ଶେଷ ହେଇଛି। ଅଳ୍ପ ଦିନ ଭିତରେ ଏଇ ଯେଉଁ ସଜା ହେଇଛି, ମୁଁ ସେଥିପାଇଁ ଥାନା, ସରକାରୀ ଓକିଲ ଏବଂ କୋର୍ଟକୁ ମଧ୍ୟ ସମସ୍ତଙ୍କୁ ସାଧୁବାଦ ଜଣାଇବି, ଯାହାଫଳରେ ଖୁବ୍ ଶୀଘ୍ର ସଜା ମିଳିପାରିଛି। ତେଣୁକରି ଏହା ସମ୍ପୂର୍ଣ୍ଣ ପୀଡ଼ିତାଙ୍କ ପରିବାରକୁ କିମ୍ବା ହତ୍ୟା ହୋଇଥିବା ପରିବାରଙ୍କୁ ନ୍ୟାୟ ମିଳିଛି ବୋଲି ମୁଁ ଅନୁମାନ କରୁଛି।